ଆଜ୍ଞା ନମସ୍କାର ମୁଁ ଆମିର ଖାନ ଡିସାର୍ଜ ହୋମଗାର୍ଡ ଆମେ ଏବେ ଯାଇଥିଲୁ ଆମେ ସବୁ ମାସରେ ଆମେ ସବୁ ଥିଲୁ 400-500 ଭାଇ ଭଉଣୀ ମାନେ ଥିଲୁ ଆମ ଡେଥ୍ ଫ୍ୟାମିଲି ହୋମଗାର୍ଡର ଡିସାର୍ଜ ଆଣ୍ଡ ଜଏନିଂ ହଲ୍ ହୋମଗାର୍ଡର ସବୁ ଆମେ ଯାଇଥିଲୁ ମୁଖ୍ୟମନ୍ତ୍ରୀ ସାର୍ଙ୍କ ପାଖକୁ ଯାଇଥିଲୁ ଏଠି ଆମର ପୁଲିସ ଡିଜି ସାର୍ ଆମ ରାଜେଶ ସାର୍ଙ୍କ ସହିତ ଆମେ ଦେଖା କଲୁ ଦେଖା କରି ଆମେ ସବୁ ପ୍ରକାର ଆମ ଦୁଃଖ ଶୁଣିଲୁ ସାର୍ କହିଲୁ ଆମେ ସାର୍ ଆମେ ଥରେ ନୁହଁ 4-5 ଥର ଆମେ ଆସିଲୁଣୁ ଆମର ହୋମଗାର୍ଡ ଡିଜି ସାର୍ଙ୍କୁ ମଧ୍ୟ ଆମେ ଏସବୁ ଜିନିଷ ଆମେ ଜଣାଇଥିଲୁ ମଧ୍ୟ କିଛି ଆଗକୁ ଫଲୋଅପ୍ ହେଉନି ଆମକୁ କିଛି ରେଜଲ୍ଟ ମିଳୁନାହିଁ ନା ହଁ ନା ନାହିଁ କିଛି କହୁନାହାନ୍ତି ଯଦି ଏତେ ଜଣଙ୍କୁ ଆମର ଜବ୍ ଦିଆହେଉଛି ହଁ ଆମେ ସବୁ ଜିନିଷ ଆମେ ଡିଜି ସାର୍ଙ୍କୁ ଜଣେଇଲୁ ଡିଜି ସାର୍ କହିଲେ ଠିକ୍ ଅଛି ଆପଣ ଆପ୍ଲିକେସନ୍ ରିସିଭ୍ କଲେ ସେଥି ମଧ୍ୟ ରିସିଭ୍ କରିବେ କପି ବି ଆମକୁ ଦେଇଛନ୍ତି ଭାଇମାନଙ୍କ ପାଖରେ ଅଛି ଆଉ ସେ କହିଲେ ଠିକ୍ ଅଛି ମୁଁ ଯଥାଶୀଘ୍ର ତା ଭିତରେ ଫଲୋଅପ୍ କରୁଛି ଆଉ ତା ସହିତ ଆମେ 7-10 ଦିନ ଭିତରେ ଆମେ ଫେର ଯାଇକି ଆମର ହୋମଗାର୍ଡ ଡିଜି ସାର୍ଙ୍କୁ ଯାଇ ଦେଖା କରିବୁ ସେ କ'ଣ ରିପ୍ଲାଏ ଦେଉଛନ୍ତି ଯଦି କିଛି ଆମକୁ ରିପ୍ଲାଏ କିଛି ମିଳିଲା ନାହିଁ ନେଗେଟିଭ୍ ଥିଲା ଆମ ପୁଲିସ ଡିଜି ସାର୍ଙ୍କୁ ଯାଇ ଆମେ ଦେଖା କରିବୁ ସାର୍ ଆପଣ ଯେଉଁଟା ଫଲୋ ମୁଖ୍ୟମନ୍ତ୍ରୀ ସାର୍ଙ୍କ ସହିତ ବି ମଧ୍ୟ ଦେଖା କରୁଛୁ କଥା ହେଲେ ସେ ଫଲୋଅପ୍ କରିବା ପାଇଁ କହିଲେ ହୋମ୍ ସେକ୍ରେଟାରୀ ସାର୍ଙ୍କୁ ଫଲୋଅପ୍ କରିବା ପାଇଁ କହିଲେ କାରଣ ଏଇ କ'ଣ ହେଇଛି ଏମାନଙ୍କୁ ଦେଖାଯାଉ ଆମେ ତ ବହୁତ ବାରମ୍ବାର ଆସିଲୁଣୁ ତାର କ'ଣ କରାଯିବ ତାଙ୍କୁ ଟିକେ କନସିଡର କରନ୍ତୁ ହଁ ସେ ସବୁ ଜିନିଷ ଆମେ ଜଣେଇଛୁ ନ୍ୟୁ ପିଲାମାନଙ୍କୁ ଦିଆହେଉଛି ଆମର ଡେଥ୍ ଫ୍ୟାମିଲି ମାନଙ୍କୁ ଆପଣଙ୍କ ଜରିଆରେ ମାନେ ପୂର୍ବ ଏବେ ନୂତନ ସରକାରଙ୍କ ଜରିଆରେ ଡେଥ୍ ଫ୍ୟାମିଲିକୁ ମଧ୍ୟ ମିଳିଛି ତ ଆମେ ଚାହୁଁଛୁ ଆମମାନଙ୍କୁ ବି ଯଦି ଭେରିଫାଏ କରିକି ଆମମାନଙ୍କୁ ଚାକିରି ଦିଆଯାଉ ଭଲେ ଆମକୁ ଗୋଟେ ମାନେ ଏକା ସହିତ ଆମକୁ ନ ହଉ 10 ଜଣ ପଛେ ହଉ ଡିଷ୍ଟ୍ରିକ୍ଟ ୱାଇଜ୍ କିନ୍ତୁ ଆମ ସମସ୍ତଙ୍କୁ ଦେବା ପାଇଁ ଆମେ ଆଶା ରଖୁଛୁ ଧନ୍ୟବାଦ ନମସ୍କାର।